ଦୀର୍ଘ 24 ବର୍ଷ ପରେ ବିଜେପି ଶାସନ କ୍ଷମତାରେ ଆସିଛି। ଶାସନ କ୍ଷମତାରେ ଆସିଲା ପରେ ବିଜେପି ପ୍ରଥମେ ନାରା ଲଗେଇଥିଲେ ମହିଳାମାନଙ୍କ ସୁରକ୍ଷା ବିଷୟରେ। ମହିଳାମାନଙ୍କ ସଶକ୍ତି କରିବେ ବୋଲି ନାରା ଲଗେଇଥିଲେ। ସୁଭଦ୍ରା ଯୋଜନାରେ ପ୍ରତି ପରିବାରକୁ 50,000 ଟଙ୍କା ଲେଖାଏଁ ଦେବେ ବୋଲି କହିଥିଲେ ବର୍ଷକୁ। ଆଉ ରହିଲା ନିଯୁକ୍ତି ବିଷୟରେ। ସେ କହିଥିଲେ ଚାଷୀମାନଙ୍କ ଉପରେ ଖାସ ଧ୍ୟାନ ଦିଆଯିବ, ନିଯୁକ୍ତି ସୃଷ୍ଟି କରିବେ ବୋଲି କହିଥିଲେ। ଆପଣ ଦେଖନ୍ତୁ 6 ମାସ ସରକାର ହେଲାଣି, ଜୁନ୍ 4 ତାରିଖରୁ ଆସି ହେଲାଣି ନଭେମ୍ବର ଶେଷ ହେବାକୁ ଯାଉଛି। କେବଳ ମଣ୍ଡପକୁ ଯାଇ ଯେମିତି ନାଚବାଲା ପାଲା କରିବାକୁ ଯାଆନ୍ତି, ଠିକ୍ ସେମିତି ମୁଣ୍ଡରେ ସୋରିଷ ତେଲ ଲଗେଇ ନୂଆ ଡ୍ରେସ୍ ପିନ୍ଧି ମଣ୍ଡପ ଉପରେ ଭାଷଣ ମାରି ପଳେଇ ଆସନ୍ତି। ଆଉ ମୋହନ ବାବୁ, ଆପଣ ନିଜେ କୁହନ୍ତୁ 6 ମାସ ଭିତରେ ଆପଣ କ'ଣ କରିଛନ୍ତି? ତମ ବିଭାଗର ବି ମନ୍ତ୍ରୀ ଅଛନ୍ତି, ତାଠାରୁ ଅଧାରୁ ଅଧିକ ମନ୍ତ୍ରୀପଦ ଖାଲି ରହିଛି। 17ଟା ବିଭାଗରେ ମନ୍ତ୍ରୀପଦ ଖାଲି ଅଛନ୍ତି ଏପର୍ଯ୍ୟନ୍ତ। ମୋହନ ବାବୁ ଏବେ ଆଦିବାସୀ ସମ୍ପ୍ରଦାୟକୁ ନେଇ ଖେଳୁଛନ୍ତି। ଶିକ୍ଷାମନ୍ତ୍ରୀ ଆଦିବାସୀ, ସ୍ୱାସ୍ଥ୍ୟମନ୍ତ୍ରୀ ଆଦିବାସୀ ଏବଂ ତାଙ୍କର ନିଜ ମୁଖ୍ୟମନ୍ତ୍ରୀ ବି ହେଲାଣି ଆଦିବାସୀ। ଆଦିବାସୀ ବର୍ଗର ଜମି ଖାଣି ଖଦାନ ଲୁଟ୍ କରିବାରେ ମୋହନ ମାଝୀ 1 ନମ୍ବରରେ ରହିଛି। ଏବେ କେନ୍ଦୁଝର ଜିଲ୍ଲା ଆଦାନୀ ହାତରେ, ପାରାଦୀପ ପୋର୍ଟ ଆଦାନୀ ହାତରେ, ବିଜୁ ପଟ୍ଟନାୟକ ଏୟାରପୋର୍ଟ ଆଦାନୀ ଗ୍ରୁପ ଅଫ୍ କମ୍ପାନୀ ହାତରେ। ତେବେ ଆମ ପାଖରେ କ'ଣ ରହିଲା? ଖାଲି କଟୋରୀ। ଆଉ ଏଇଠି ଓଡ଼ିଆ ସ୍ମିତା କୋଉଠି ରହିଲା କହିପାରିବେ ମୋହନ ବାବୁ? ଏବେ ମୋଦି ବି କହିଲାଣି ଓଡ଼ିଶା ବିଜେପି ସରକାର ଠିକ୍ ଢଙ୍ଗରେ କାମ କରିପାରୁନାହାନ୍ତି, ଖୁବ୍ ଶୀଘ୍ର ଆକ୍ସନ୍ ନେଇପାରେ ମୋଦି। ଏଠି ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ ହେଉଛନ୍ତି ଆଜ୍ଞା। ଭାବିପାରୁଛନ୍ତି ମାନେ ସ୍ୱାର୍ଥ ପାଇଁ ଏତେ ତଳକୁ ଯାଇପାରେ? ଠିକ୍ ସମୟରେ ଯଦି ଖାଦ୍ୟ ଯୋଗାଣ ମନ୍ତ୍ରୀ ଖାଦ୍ୟ ଯୋଗାଇଥାନ୍ତେ, ତାହେଲେ ବୋଧେ ମଣିଷ ଆମ୍ବ ଟାକୁଆ ଖାଇ କି ଆମ୍ବ ଯାଉ ଖାଇ ମୃତ୍ୟୁବରଣ କରିନଥାନ୍ତା। ଠିକ୍ ଅଛି, ଉପମୁଖ୍ୟମନ୍ତ୍ରୀ ଆସି ବାଇଟ୍ ଦେଇଥିଲେ, କିନ୍ତୁ ଆମେ ତାକୁ ସମ୍ମାନ କରୁ। ହେଲେ ଆମ୍ବ ଟାକୁଆ କେବେଠାରୁ ଆଦିବାସୀମାନଙ୍କର ପ୍ରଧାନ ଖାଦ୍ୟ ହେଇଗଲେ। ବିଜେଡି ସରକାର ଥିବାବେଳେ ବି ଏମିତି ଥରେ ଶୁଣିବାକୁ ମିଳିଥିଲା ଯେ ଆମ୍ବ ଟାକୁଆ ଯାଉ ଖାଇ ଆଦିବାସୀ ବର୍ଗର ମଣିଷ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ସେତେବେଳେ ଏମିତି ବାଇଟ୍ ଦେଇନଥିଲେ କୌଣସି ନେତା ମନ୍ତ୍ରୀ ଆସି, ଯେମିତି ଏବେକା ସରକାର କହୁଛନ୍ତି ଆମ୍ବ ଟାକୁଆ ଆଦିବାସୀମାନଙ୍କର ମୁଖ୍ୟ ଖାଦ୍ୟ ବୋଲି। ତାହେଲେ ଏବେ ଢେଙ୍କାନାଳ ଜିଲ୍ଲାରେ କଙ୍କଡ଼ାହାଡ଼ରେ ପିତା ଆଳୁ ଖାଇଥିଲେ, ସେଇଟା କ'ଣ ତାଙ୍କର ମୁଖ୍ୟ ଖାଦ୍ୟ ଥିଲା କି ପାରମ୍ପରିକ ଖାଦ୍ୟ ଥିଲା? ତମେ ବିଜେଡି ସରକାର ଖାଦ୍ୟ ଯୋଗାଣ ପାଇଁ ଯେଉଁ ସୁବିଧା କରିଥିଲା, ତାକୁ ତମେ 4 ମାସ ହେଲା ବନ୍ଦ କରିଥିଲ। ଆଉ ଲୋକେ ଆମ୍ବ ଟାକୁଆ ଖାଇ ମରୁଛନ୍ତି। 4 ଜଣଙ୍କ ଏପର୍ଯ୍ୟନ୍ତ ମୃତ୍ୟୁବରଣ ହୋଇଛନ୍ତି, କାରଣ ଚାଉଳ ମିଳୁନି। ଆରେ ଭାଇ, ମିଳିବ କୋଉଠି? ଉନ୍ନୟନ କାର୍ଯ୍ୟ 6 ମାସ ହେବ ଠପ୍। 30,000 କୋଟି ଟଙ୍କା ଏପର୍ଯ୍ୟନ୍ତ ବ୍ଲକ ଉନ୍ନୟନ କାର୍ଯ୍ୟରେ ବନ୍ଦ ହେଇ ପଡ଼ିଛନ୍ତି। ଆମ ଗାଁ ଆମ ବିକାଶରେ ବିଜେଡି ସରକାର ପ୍ରତି ପଞ୍ଚାୟତରେ 5 ଲକ୍ଷ ଟଙ୍କା ଆସିଥିଲା। କମ୍ୟୁନିଟି ହଲ୍ କଲେ, ଲକ୍ଷ୍ମୀ ବସ୍ ଷ୍ଟପ୍ କଲେ, ସବୁକିଛି କଲେ, କିନ୍ତୁ ସେହି କାମ ଏପର୍ଯ୍ୟନ୍ତ ଅଧା ବାକି ରହିଛି। ଆଉ ବିଜେପି ସରକାର 6 ମାସ ହେବ ଖାଲି ନେଳି ରଙ୍ଗ ବୁଝାଇବାରେ ଲାଗିଛି। ଡବଲ ଇଞ୍ଜିନ୍ ସରକାର ତରଫରୁ ଏବେ କ'ଣ ପାଇଲ? ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଏପର୍ଯ୍ୟନ୍ତ ପାଇନାହାନ୍ତି। ପ୍ରଥମ କିସ୍ତିର 3ୟ ପର୍ଯ୍ୟାୟ ଚାଲିଛି। ଆଉ ଏହି ସରକାର କହୁଥିଲେ କ'ଣ ନା, ଆମକୁ ମାସେ ସମୟ ଦିଅ, ଓଡ଼ିଶା ନମ୍ବର 1 ଷ୍ଟେଟ୍ ବନେଇଦେବି।